ଆଜି ସକାଳୁ ସକାଳୁ କାହା ମୁଁ ଦେଖିଛି କି ଜାଣି ଏତେ ସାରା ଗିଫ୍ଟ ମିଳିବ ବୋଲି ଜାଣି ନଥିଲି। ଜୟ ଜଗନ୍ନାଥ, ୱେଲକମ୍ କରୁଛି ମୋର ମିନି ବ୍ଲଗ ଡେ 1 କୁ। ସକାଳୁ ସକାଳୁ ରେଡି ହେଇ ମାଙ୍କ ଆଶୀର୍ବାଦରୁ ଦିନଟି ଆରମ୍ଭ କଲି। କୌଣସି କାମ ଗୁରୁଜନଙ୍କର ଆଶୀର୍ବାଦ ନଥିଲେ ସଫଳ ହୁଏନି। ଯେମିତି ଆପଣମାନଙ୍କର ଭଲ ପାଇବା ସପୋର୍ଟ ନଥିଲେ ମୋ ୟୁଟ୍ୟୁବ ଚ୍ୟାନେଲ ମନିଟାଇଜେସନ ହେଇନଥାନ୍ତା। କମ୍ ସବସ୍କ୍ରାଇବର ଅଛନ୍ତି, ଗୋଟେ ଛୋଟ ଫ୍ୟାମିଲି ହେଲେ ବି ଆପଣମାନେ ଏତେ ସାରା ଭଲ ପାଇବା ସପୋର୍ଟ ଦେଇ ଚାଲିଛନ୍ତି। ଆଉ ଏମିତି ଭଲ ପାଇବା ସପୋର୍ଟ ଦେଇ ଚାଲନ୍ତୁ। ଟଙ୍କା ପାଇଁ ସ୍ୱାମୀ ଏଟିଏମ କୁ ଗଲେ ଆଉ ଏପଟେ ବସ୍ ଆସିବା ଟାଇମ ବି ହେଇଯାଇଥିଲା। ବସ ରେ ବୁଢା ବୁଢୀ ଚଢି ଯାଇଥିଲୁ ଆଉ 2 ଜଣ ଅଲଗା ବି ହେଇଯାଇଥିଲୁ କାହିଁକି ନା ସିଟ୍ ଗୋଟେ ଗୋଟେ ଫାଙ୍କା ଥିଲା। ଏବେ ଫାଇନାଲି 30 ମିନିଟ ପରେ ଆମେ ବାରିପଦା ପହଞ୍ଚି ଯାଇଥିଲୁ। ଆଉ ଏତେ ଖରା ହଉଥିଲା ବାପରେ ବାପ, ସ୍ୱାମୀ ତ ମତେ ଛାଡିକି ପଳଉ ଯାଉଥିଲେ କାହିଁକି ନା ମୁଁ ଖରାରେ ଆଉ ଏ ଶାଢୀରେ ଜମା ବି ଚାଲି ପାରିନଥିଲି। କିନ୍ତୁ ସ୍ୱାମୀ ପୁରା ସ୍ପିଡ ରେ ଥିଲେ କାହିଁକି ନା ତାଙ୍କୁ ରାସ୍ତାରେ ଦେଖାଉଥିଲା ଛତୁ ପନିପରିବା। ଆଉ ସେ ସବୁ ରେଟ୍ ନ ପଚାରିକି ତାଙ୍କର ପେଟରେ ଯୋଉ ଅଛି ଭାତ ଜମା ବି ହଜମ ହେଇନଥାଏ। ତାଙ୍କ ସହିତ ରାସ୍ତା ସାରା ଝଗଡା କରି କରି ମୁଁ କହିଲି ତମେ କଣ ଏଇସବୁ କରିବା ପାଇଁ ବାରିପଦା ଆସିଥିଲ? ଆଉ ଏଇ ସବୁ ଝଗଡା ଭିତରେ କେତେବେଳେ ଅଫିସ ପହଞ୍ଚି ଯାଇଥିଲେ। ପୁରା ନର୍ଭସ ରେ ବସିଛି, ଆପଣ ମାନେ ଦେଖିପାରୁଛନ୍ତି ମୁଁ କଣ ଜବ୍ କରୁଛି, କଣ ପାଇଁ ମୁଁ ଆଜି ନର୍ଭସ ଥିଲି, ଆଉ କଣ ମତେ ଗିଫ୍ଟ ମିଳିଲା ସେ ସବୁ ଯଦି ଆପଣ ମାନେ ଦେଖିବା ପାଇଁ ଚାହୁଁଛନ୍ତି ମୋର ଫୁଲ ବ୍ଲଗ ୟୁଟ୍ୟୁବ ଚ୍ୟାନେଲ ଅପଲୋଡ ହେଇଛି ସନ୍ଧ୍ୟା ଲାଇଫଷ୍ଟାଇଲ 24 ରେ। ଆପଣ ମାନେ ଯାଇକି ଦେଖିପାରିବେ। ହଁ, ଲାଇକ୍ କମେଣ୍ଟ ସେୟାର ଆଣ୍ଡ ସବସ୍କ୍ରାଇବ କରିବା ପାଇଁ ଜମା ଭୁଲନି। ଆପଣ ଯଦି ଫେସବୁକ୍ ଆଉ ଇନଷ୍ଟାରେ ଦେଖୁଛନ୍ତି ତାହେଲେ ଫଲୋ ବି କରିଦେବେ। ରହୁଛି, ଜୟ ଜଗନ୍ନାଥ। ଏମିତି ଭଲ ପାଇବା ସପୋର୍ଟ ଦିଅନ୍ତୁ। ଆମର ଡେ 1 କୁ ଏନ୍ଜୟ କର।